ମୁଁ ସାଧୁଚରଣ ତିଓ ଆମ୍ବଗାଡ଼ିଆ ଗ୍ରାମ 38 ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଜିଲ୍ଲା ପରିଷଦ। କଣ କହିବେ 18 ବର୍ଷ ପରେ ଆପଣ କଣ ପାଇଛନ୍ତି କଣ ଆଜି କଣ କେମିତି ପାଳନ ସେ 18 ବର୍ଷ ପରେ ଆମକୁ ଆହୁରି ଆମର ଜମି ଯେଉଁଗୁଡ଼ା ବଞ୍ଚିଥିଲା 18 ବର୍ଷ ପରେ ମଧ୍ୟ ଆମର ଜମି ନେଇକି ନେବା ପାଇଁ ବସିଲାଣି ନା ସରକାର। ଯେଉଁ ଦାବି ନେଇକି ସେତେବେଳେ ଆନ୍ଦୋଳନ ହେଇଥିଲା ସେ ଦାବି ଆପଣ ଅନୁଭବ କରୁଛନ୍ତି କି ପୁରଣ ସରକାର ହଉ କି କଳକାରଖାନା ମାନିଛନ୍ତି? 18 ବର୍ଷର ଯେଉଁ ଆମ ଦାବି ରଖିଥିଲୁ ସେଇ ଏଇନା ପର୍ଯ୍ୟନ୍ତ ସେ ଦାବି ଗୋଟେ ବି ପୂରଣ ହେଇନି। ଯାହାକି ଟାଟା ଷ୍ଟିଲ୍ କହୁଛନ୍ତି ଆମେ ଲୋକାଲ ଡେଭଲପମେଣ୍ଟ କରିବୁ, ମାନେ ଏଇନା ପର୍ଯ୍ୟନ୍ତ ଗୋବରଘାଟି କଲୋନୀରେ ଗୋଟେ ବି ରାସ୍ତା ହେଇନି ନା ତାଙ୍କର ଗୋଟେ କିଛି ଡେଭଲପମେଣ୍ଟ କାମ ହେଇଛି। ଯଦି ଆପଣମାନେ ବି ଯାଇକି ଆପଣମାନେ ଥରେ ଦେଖନ୍ତୁ ସେଇ ଏରିଆକୁ ଯାଇକି ସେଇ ଅଞ୍ଚଳର କ'ଣ ହେଇଛି ଗୋବରଘାଟି ପଞ୍ଚାୟତର, ନା ସରକାର ତରଫରୁ କିଛି ହେଇଛି, ସରକାର ବି କିଛି କହୁନାହାନ୍ତି, ନା ଆମ ଟାଟା ଷ୍ଟିଲ୍ ଯେଉଁ ଆମ ଜମି ଅଧିଗ୍ରହଣ କରିକି ରଖିଲାଣି ଏତେ ଦିନ ହେଲାଣି, ଟାଟା ଷ୍ଟିଲ୍ କଳକାରଖାନା ଚାଲିଲାଣି ହେଲେ ବି ଏଇନା ପର୍ଯ୍ୟନ୍ତ ସେଇ ଜିନିଷଟା କେହି କରିନାହାନ୍ତି। এটা তো ଆମେ ଦେଖୁଛୁ ଏଇ ପୁନର୍ବର୍ତ୍ତୀ ଆଉ ଥରେ ସେଇ ଜିନିଷଟା ହେବା ପାଇଁ ଯାଉଛି। ଯେହେତୁ ଆଦିବାସୀମାନଙ୍କର ଜମି ଅଧିଗ୍ରହଣ ହେଉଛି, ଆଦିବାସୀମାନେ ଆମେ ଗଭର୍ଣ୍ଣମେଣ୍ଟ ସରକାର କହୁଛନ୍ତି ଆମେ ଆଦିବାସୀମାନଙ୍କୁ ଜମି ଦେବୁ, ସେମାନେ ତ ଆମ ଜମି ନେଇକି ଯାଉଛନ୍ତି, ଆମେ କେଉଁଥିରେ ଆମେ ଚଳିବୁ? ଆଉ ଏନା ଜଙ୍ଗଲ ଜମି କେଉଁଠି ଅଛି ଆମକୁ ଦେବେ? ମାନେ ସରକାର ପାଖରେ ଆମେ ଦାବି ରଖିବୁ ଯେଉଁ ପର୍ଯ୍ୟନ୍ତ ଆମେ ଅଛୁ ସେଇ ଜମି ଗୋଟେ ଆମେ ଦେବାର ନାହିଁ। ଗଭର୍ଣ୍ଣମେଣ୍ଟ କହୁଛନ୍ତି ଜଣକା ଆମେ 9 ଏକର 88 ଡିସିମିଲ୍ ଆମେ ଦେବା ପାଇଁ କହୁଛନ୍ତି। ସେଇ ଜିନିଷଟା ଆମକୁ କେଉଁଠି ପାଇବ କ'ଣ? ଜଣକା ତାଙ୍କର ତ ଗୋଟେ ଗୁଣ୍ଠ ଯେତିକି ଆମର ଜମି ଥିଲା, ଯେତିକି ଆମର ଜମି ଥିଲା ସେଟା ଟାଟା ଷ୍ଟିଲ୍ ନେଇଗଲା। ଦାୟୀ ନିହାତି ସରକାର। ମୋ ନାଁ ସିନି ସଏ, ଶହୀଦ ଭଗବାନ ସଏଙ୍କର ମାଁ। ଆଜି 18 ବର୍ଷ ପୂର୍ତ୍ତି ହେଇଛି ଆପଣ ଶହୀଦ ଦିବସ, କ'ଣ କେମିତି ପାଳନ କରୁଛନ୍ତି ମ୍ୟାଡ଼ାମ୍? ଆମେ ଶହୀଦମାନଙ୍କୁ ମନେ ପକାଇବା ପାଇଁ, ଆଉ ସେମାନେ ଜାତି ପାଇଁ, ଜଳ ଜମି ଜଙ୍ଗଲ ପାଇଁ ସେ ଲଢ଼େଇ କରୁଥିଲେ, ବଳିଦାନ ହେଲେ। ସେଥିପାଇଁ ଆମେ ଏଇ ଦିନଟାରେ ଶହୀଦ ଦିବସ ପାଳନ କରୁଛୁ। ଆମେ ପାଇନୁ, କିଛି ପାଇନୁ, ଆମେ ହରେଇ ଚାଲିଛୁ, ଆଜି ପର୍ଯ୍ୟନ୍ତ ହରେଇ ଚାଲିଛୁ। ଆଉ ପ୍ରତିବାଦ ବି କରି ଆସୁଛୁ। ସେଇ ସରକାର ଦଲାଲ ସରକାର, ବେପାରୀ ସରକାର, ତାର ସବୁ ମୋଡ଼ରୁ ଚୂଳ ଯାକେ ସେଇ ସରକାର ଅଛି। ଆମେ ଯେତେ ଯାହା କଲେ ବି ଆମକୁ ଆମ କଥା ସେ ଶୁଣୁନି। ଚାଲିଛି ମଧ୍ୟ ଚାଲିବା ଆଗକୁ ବି। ଆଉ ସେଇଟା ଆମର ଦାବି ରହିଛି, DNA ଟେଷ୍ଟ କରିକି ଦିଅନ୍ତୁ। କିଛି ପୂରଣ କରିନାହାନ୍ତି। ରାସ୍ତାଘାଟ ସେଇ ଭଳିଆ, ଆମକୁ ଯେଉଁ କୈପତ ଦେଇଥିଲେ ଚାକିରି ସବୁ, ମାନେ 18 ବର୍ଷରୁ ପିଲା ସବୁ ଚାକିରି କରିବେ, ଆଉ ଘର ସବୁ କରିଦେବୁ ବୋଲିକି, ରାସ୍ତାଘାଟ ସବୁ ଭଲ, ମେଡ଼ିକାଲ ସବୁ କରିବା ପାଇଁ ଆଜି ପର୍ଯ୍ୟନ୍ତ କିଛି କରିନାହାନ୍ତି। ସାର୍ ଯେଉଁ 18 ବର୍ଷ ପରିଗଣର ଗୁଳିକାଣ୍ଡ ପୂର୍ତ୍ତି ଶହୀଦ ଦିବସ ହେଉଛି, କେମିତି କ'ଣ ସୁରକ୍ଷା ବ୍ୟବସ୍ଥା ଅଛି? ଆମର ଏହା ପାଇଁ ସ୍ପେଶାଲ ଆରେଞ୍ଜମେଣ୍ଟ ହେଇଛି। 11 ସେକ୍ସନ ଫୋର୍ସ, 4 ଜଣ ଇନ୍ସପେକ୍ଟର, ଜଣେ DSP, ହୋମଗାର୍ଡ଼ 40, କନଷ୍ଟେବଳ 30 ଜଣ ମୁତୟନ ହେଇଛି। ଆଉ ମେନଲି ଆମେ ଦେଖୁଛୁ ଟ୍ରାଫିକ୍ ବ୍ୟବସ୍ଥା ଟିକେ କଡ଼ାକଡ଼ି କରାହେଇଛି। ଆଉ ସମୟ 11ଟାରେ ତାଙ୍କର ଆରମ୍ଭ କରିବା କଥା ରାଲି, 11ଟାରୁ ଆରମ୍ଭ କରି 1:30 ଭିତରେ ସରିବ। ପାଖକୁ ଯିବେ ସେମାନେ। 9ଟା ବେଳେ ଗଡ଼ଦୌଡ଼ ହେଇଥିଲା, 9ଟାରୁ 10ଟା ଭିତରେ ତାଙ୍କର ସରିଯାଇଛି।
ମୁଁ ରବୀନ୍ଦ୍ରନାଥ ଜାରିକା ବିସ୍ଥାପନ ବିରୋଧୀ ଜନମଞ୍ଚ ସମ୍ପାଦକ। ଭାଇ ଆଜି 18 ବର୍ଷ ପୁରୁଛି ଗୁଳିକାଣ୍ଡକୁ ତାକୁ ନେଇ କ'ଣ କେମିତି କାର୍ଯ୍ୟକ୍ରମ ହେଉଛି କହିବେ ଆଜି? ହଁ, ପ୍ରତ୍ୟେକ ବର୍ଷ ଯେମିତି ଆମର ଜାନୁଆରୀ 2କୁ ଶହୀଦ ଦିବସ ପାଳନ କରି ଆସୁଛୁ, ଠିକ୍ ସେଇ ଦିନ ଆମେ ପ୍ରତ୍ୟେକ ଜାନୁଆରୀ 2କୁ ଶହୀଦ ରୂପେ ପାଳନ କରୁଛୁ। ତେଣୁ ଆଜି ମଧ୍ୟ ସେମିତି ସକାଳୁ ଆଗରୁ ଯେମିତି ହୁଏ ବୀରଭୂମିରେ ପୂଜାର୍ଚ୍ଚନା ହେଇଛି। ପୂଜାର୍ଚ୍ଚନା ହେଲା ପରେ ଆମେ ସମସ୍ତେ ପଳେଇ ଆସିବୁ ଏଇ ମାୟମଲିଙ୍ଗି ଚମ୍ପାକୁଇଲା ପାଖକୁ। ଏଠି ଆମର परंपरा अनुसार आदिवासी परंपरा अनुसार जमती मुंडर चुटी दवा कथा सेटा सरीबो सेटा सरला पर हमर एठी पूजार्चना हबो मायमलिंगी दिरी पाखरे तापर रैली स्टार्ट हबो रैली सरीला पर आम पुणी बीरभूमि रे पहुँचबू बीरभूमि रे पुणी मीटिंग कार्यक्रम रही सेटा सरला पर तार 3-4 दिन धरिकी तांको उद्देश्य रे खेलकूदर आयोजन करचु आउ एथर नुआकरी गोटे शहीद कलिंगनगर वीर शहीद माराथन रेस गोटे होता सेटा ऑलरेडी सकाळू सरी जाइए भाव गुलिकांड न्याय पाइले कि दाबी जो थिला नहीं देखंतु एटा गणतंत्र राष्ट्र बड़ विडंबनार कथा गोटे आम जो दाबी रही से जो हाथ पापुली आमर काटिकी नहीं बोली जो डिमांड रखाई से समय सेटा एपर्यंत आमको डीएनए टेस्ट करके देवे बोली कही सेटा भी एपर्यंत आमको करना फेरई ना सेटा सेमती अवस्था एवं भी आम रखीचु ता संगे संगे आमर जो विस्थापित है जो बड़ी भाव में आम मान रखा कथा सेटा जो प्रतिश्रुति दिखाई सेटा एपर्यंत कंपनी किंबा सरकार शुणी ना सेटा प्रॉपर्ली किसी करना से आंदोलन एमती देखंतु आमे गाँव रे थिला बेले जो आमर आदिवासी मानकर जो परिचय थिला सेटा संपूर्ण रूपे खत्म हो जाइए। आज आमर आदिवासी अन्य आड़े जो आदिवासी सब रही जो मान सागर आमर बंधु बांधवर जो कार्यक्रम सब थिला सेटा आज आमर एठिकार जो सिस्टम आम मान रखी सेटा संपूर्ण रूपे आदिवासी मानकर परिचयटा को आघात करुच्ची तेणु बहुत सबुठु बड़ जिनस आम हरईचु देखो 14 जन साथी आमर से दिन ही शहीद होते अनेक साथी सिवियरली इंजुर्ड होते जो मैंने आज नहांती से माने शहीद हो गले कहले भूल हम ना तेणु हरइबार तो अनेक किसी हरईचु सब किसी हरईचु कहले भूल हम ना आ पाइबा कथा जदि प्रतारणा पाइचु जोटा कि मिथ्या प्रतिश्रुति पाइचु यही गुड़ा ही पाचु कह।